ओके। गुड इवनिंग स्टूडेंट। तो आज आम जो क्लास नवा এটা তো ফার্স্ট ক্লাস তোমার সহিত এটা মোর যদি আমি এথিক্স র কোশ্চিন পেपर কথা দেখিবা কোশ্চিন পেपर রে जो 250 মার্ক আছে 250 মার্ক রু 120 এভব এই গোটিয়ে টপিক উপরে কোশ্চিন আছে সে টপিক র নাম হচ্ছে কেস স্টাডি। যেତେବେଳେ তুমি কৌଣସି ଜିନିଷ କୁ କେସ୍ ଆକାରରେ ତମ ପାଖକୁ ଆସୁଛି ତାକୁ ଷ୍ଟଡି କରିକିରି ଆନ୍ସର ଦବାକୁ ହିଁ କୁହାଯାଏ କେସ୍ ଷ୍ଟଡି। ତୁମ ପାଖରେ ଗୋଟେ ଡିଲେମା ରଖାଯାଏ যে সিচুয়েসন হচ্ছে এয়া তাকে আনসর কোণ হব তোমাকে সেটা করিবার ଅଛି তাকে ହିଁ କୁହାଯାଏ কেস স্টাডি। সাধারণতঃ কেস স্টাডি কু সল্ୟୁସନ କରିବା ପାଇଁ ହେଲେ ଗୋଟେ ପିଲା ପାଖରେ ବହୁତ ସାରା ଜିନିଷ ନଲେଜ ଥିବା ଦରକାର। ଯେମିତି ଏଥିକାଲ ନଲେଜ ଥିବା ଦରକାର। ଏସେନ୍ସ ଅଫ ଏଥିକ୍ସ। ଏସେନ୍ସ ଅଫ ଏଥିକ୍ସ ମାନେ କ'ଣ? ଯେମିତିକି ଆମେ ପଢିଲେ କାନ୍ତଙ୍କର ଏଥିକ୍ସ ର ନଲେଜ ଥିବା ଦରକାର। ଯେମିତି ଗାନ୍ଧୀଙ୍କର ଏଥିକ୍ସ ର ନଲେଜ ଥିବା ଦରକାର। ଯେମିତି ତୁମର ଇଗୋଇଜିମ୍ ହେଲା କ'ଣ, ହିଡୋନିଜିମ୍ ହେଲା କ'ଣ, ଏ ସମସ୍ତ ଜିନିଷ ବିଷୟରେ ଯଦି ଗୋଟେ ପିଲାର ବେସିକ ନଲେଜ ରହୁଛି ତାହେଲେ ସେ ଭଲ ଭାବରେ କେସ୍ ଷ୍ଟଡିକୁ ମଧ୍ୟ ଲେଖିପାରିବ। ଯଦି ଆମେ ଟୋଟାଲ ଦେଖିବା ଏଥିକ୍ସ ର ପେପରକୁ 50% ରୁ କମ ଆସିଥାଏ থিওরি ଉପରେ, 50% ରୁ ଅଧିକ ଆସିଥାଏ କେସ୍ ଷ୍ଟଡି ଉପରେ। ଗୋଟେ ପିଲା ଭଲ ଭାବରେ ସେତିକିବେଳେ କେସ୍ ଷ୍ଟଡି ଲେଖିପାରିବ ଯେତେବେଳେ ସେ କେସ୍ ଷ୍ଟଡିକୁ ବୁଝିପାରିବ ଯେ ଆକ୍ଚୁଆଲି କ୍ୱେଶ୍ଚିନ୍ ଏମିତି ଆସିଲେ ମୁଁ ଏଇଭଳି ରିପ୍ରେଜେଣ୍ଟ କରିବି। ସାଧାରଣତଃ କେସ୍ ଷ୍ଟଡି ବିଭିନ୍ନ ପ୍ରକାର ତୁମମାନଙ୍କ ପାଖକୁ ଆସିପାରେ। ଆଜି ବ୍ୟୁରୋକ୍ରାଟଙ୍କ ଉପରେ କ୍ୱେଶ୍ଚିନ୍ ଆସିପାରେ, ଏନଭାୟରନମେଣ୍ଟ ଉପରେ କ୍ୱେଶ୍ଚିନ୍ ଆସିପାରେ, ପଲିଟିସିଆନ ଉପରେ କ୍ୱେଶ୍ଚିନ୍ ଆସିପାରେ, କୌଣସି ଟାଇପ ଉପରେ କ୍ୱେଶ୍ଚିନ୍ ଆସିପାରେ। କିନ୍ତୁ ଆଜିର ଯୋଉ କ୍ଲାସ୍ ଅଛି ମୁଁ ତମମାନଙ୍କ ସହିତ ଡିସ୍କସନ କରିବି କୋଉ ଟାଇପର କେସ୍ ଷ୍ଟଡି ଆସେ, ତମକୁ କେମିତି ଲେଖିବାର ଅଛି ଆଉ କୋଉ ପ୍ରୋସେସ ଦେଇକି ଲେଖିବାର ଅଛି ସୋ ଦ୍ୟାଟ ତୁମେ ଗୋଟେ ଭଲ ରେଜଲ୍ଟ ବି କରିପାରିବ। ଏଇଟା ହଉଛି ଆମର କ୍ଲାସ୍। ପ୍ରଥମେ ମୁଁ ତୁମମାନଙ୍କୁ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ପେପର ଦେଖାଉଛି। ସମସ୍ତଙ୍କୁ ଏ କ୍ୱେଶ୍ଚିନ୍ ପେପର ଶୋ ହଉଛି ପିଲେ? ସମସ୍ତଙ୍କୁ ଏ କ୍ୱେଶ୍ଚିନ୍ ପେପର ପ୍ରଥମେ କୁହ ଶୋ ହଉଛି ହଁ କି ନା? ଏ କ୍ୱେଶ୍ଚିନ୍ ପେପର ତୁମେ ଲକ୍ଷ୍ୟ କରିବ ଦିଟା ସେକ୍ସନ ଥାଏ। ଗୋଟିଏ ହଉଛି କେସ୍। ଦେଖ, ଗୋଟେ ଗ୍ରୁପ ଏ ଥାଏ, ଗୋଟେ ଗ୍ରୁପ বি ଥାଏ। ଲକ୍ଷ୍ୟ କର, ଗ୍ରୁପ ଏ ଥାଏ, ଗୋଟେ ଗ୍ରୁପ ଏ ଥାଏ, ଆଉ ଗୋଟେ କ'ଣ ଥାଏ? ଗ୍ରୁପ বি ଥାଏ। ସେ କହିଛି ଗ୍ରୁପ বি ରେ ତମକୁ କେତୋଟି କ୍ୱେଶ୍ଚିନ୍ କରିବାର ଅଛି? 10ଟି କ୍ୱେଶ୍ଚିନ୍। କେତେ ଶବ୍ଦ ବାଲା? 250 ଶବ୍ଦ ବାଲା କରିବାର ଅଛି। ଆଉ ମନେ ରଖ ଗ୍ରୁପ ଏ ରେ ତମକୁ ସବୁବେଳେ ଥିଓରି ବାଲା କ୍ୱେଶ୍ଚିନ୍ ଆସିବ, ଯେତେକ ସବୁ ଥିଓରିଟିକାଲ କ୍ୱେଶ୍ଚିନ୍। ଆଉ ଗ୍ରୁପ বি ରେ ସମସ୍ତ କେସ୍ ଷ୍ଟଡି କ୍ୱେଶ୍ଚିନ୍ ଆସେ। ଭାବ କେସ୍ ଷ୍ଟଡି କେତେ କ୍ୱେଶ୍ଚିନ୍ ଆସେ। ଦେଖ, ମୁଁ ଯଦି ପୂର୍ବ ବର୍ଷ କ୍ୱେଶ୍ଚିନ୍ କୁ ତୁମମାନଙ୍କୁ ଦେଖେଇବି, ସେକ୍ସନ বি କୁ ଯିବି। ସେକ୍ସନ বি 6, 7, 8 ଇଏ ହେଲା ତିନୋଟି କ୍ୱେଶ୍ଚିନ୍। 4ଟି, 5, 6ଟି, 7, 8, 9, 10, 11, 12ଟି କ୍ୱେଶ୍ଚିନ୍। 12ଟି କ୍ୱେଶ୍ଚିନ୍ ଖାଲି 15 ମାର୍କିଆ କ୍ୱେଶ୍ଚିନ୍। 15 ମାର୍କ କ୍ୱେଶ୍ଚିନ୍ ରୁ ତମକୁ 10ଟା କରିବାର ଅଛି। 10ଟା ମାନେ 10 ଇଣ୍ଟୁ 15 କେତେ ମାର୍କ ହେଲା? 10 ଇଣ୍ଟୁ 15 କେତେ ମାର୍କ ହେଲା? 150 ମାର୍କ। ଭାବ କେସ୍ ଷ୍ଟଡି କେତେ ମାର୍କ ଆସେ। ଯଦି ତୁମେ ବୁଝି ଦଉଛ ଯେ କେସ୍ ଷ୍ଟଡି କ'ଣ, ତାହେଲେ ତୁମେ ଆରାମସେ କରିପାରିବ। ଓକେ। ଆଉ ସବୁଠାରୁ ଭଲ ମାର୍କ କେସ୍ ଷ୍ଟଡିରେ ହିଁ ଆସେ। ଯେତେ କେସ୍ ଷ୍ଟଡି ତମେ ଆଟେଣ୍ଡ କରିବ ସେତେ ଭଲ ମାର୍କ ପାଇବ। ମୁଁ ତୁମକୁ ଗୋଟେ କେସ୍ ଷ୍ଟଡି ପଢଉଛି, ଗୋଟେ କେସ୍ ଷ୍ଟଡି ପଢଉଛି, ତାପରେ ତମକୁ ଗୋଟେ ମୋ ତରଫରୁ ଗୋଟେ କ୍ୱେଶ୍ଚିନ୍, ପୂର୍ବ କ୍ୱେଶ୍ଚିନ୍ କଲେ କିଛି ବେନିଫିଟ ନାହିଁ। ଏଇ ଟାଇପର ଏ ବର୍ଷ କ'ଣ ଆସିପାରିବ ଗୋଟେ କ୍ୱେଶ୍ଚିନ୍ କେସ୍ ଷ୍ଟଡି ମୁଁ ରଖିଛି, ତାକୁ ନେଇକି ମୁଁ ଆନାଲିସିସ୍ କରିବି। କିନ୍ତୁ ପୂର୍ବ ବର୍ଷର ଗୋଟେ କ୍ୱେଶ୍ଚିନ୍ ତମକୁ ପଢଉଛି, ତାପରେ ତମକୁ ବୁଝେଇବି। क्वेश्चन नंबर 12 नंबर टे शांत मन समस्त ये जूम कर दूसरी। क्वेश्चन नंबर 12 नंबर को टे शांत मन समस्त पढ़िले कौन हम तुम बुझीपार केस स्टडी कौन। मुझे 2 मिनट साइलेंट रोचे तो पढ़। पढ़ी सारे कौन, समस्त पढ़ी सारे कौन।
ମୁଁ କହିଦଉଛି। ପଢିସାରିଲ? क्वेश्चनटाକୁ ମୁଁ ଓଡ଼ିଆରେ ପଢିକି ତୁମମାନଙ୍କୁ ବୁଝେଇ ଦଉଛି, ତାପରେ ଆମେ ଏଇ ଟାଇପର ଗୋଟେ କ୍वेଶ୍ଚନ କରିବା। 12 ନମ୍ବର କ୍वेଶ୍ଚନ। ସେ କହୁଛି ବେଳେ ବେଳେ ସହାନୁଭୂତି, ମାନବବାଦୀ ମନୋବୃତ୍ତି ଏବଂ ଜନସେବା ପ୍ରତି ତ୍ୟାଗ ହେତୁ ଜଣେ ପ୍ରଶାସନିକ ନିୟମକୁ ବଙ୍କା କରି ଟିକେ ବିନମ୍ର ଭାବରେ, ବଙ୍କା କରିବା ତ ବେଣ୍ଡ ଦ ରୁଲ୍ସ, ମାନେ ରୁଲକୁ ଦୂରରେ, ମାନେ ରୁଲକୁ ଭାଙ୍ଗିକି ବେଣ୍ଡ ଦ ରୁଲ୍ସ, ସେଠି ସେ କହୁଛି ବଙ୍କା କରି ଟିକେ ବିନମ୍ର ହେବାକୁ ଚିନ୍ତା କରନ୍ତି, ଯାହା ଆଇନଗତ ଭାବରେ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରେ। ତଥ ସେ ମାନେ ଗୋଟେ ମାନେ ସହାନୁଭୂତି ଆଉ ମାନବବାଦୀ ମନୋବୃତ୍ତି ନେଇକିରି ଟିକେ ରୁଲକୁ ଟିକେ ମାନେ ବେଣ୍ଡ କରିକିରି ସେ ଜଣକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଯାଆନ୍ତି, ଯୋଉଟା କି ଅନ୍ୟ ମାନେ ଆଇନଗତ ଭାବରେ ଅନ୍ୟକୁ ସାହାଯ୍ୟ କରେ। ତଥାପି ମାନବବାଦୀ ହେବା, ସହାନୁଭୂତି ଏବଂ ଜନସାଧାରଣଙ୍କର ସ୍ୱାର୍ଥ ପ୍ରତି ତ୍ୟାଗ ଦେଖାଇବା ନୈତିକ ଅଟେ। ନିୟମକୁ ବଙ୍କା କରିବା ଏବଂ ବିନମ୍ର ହେବା ଅବୈଧ, ମାନେ ଅବୈଧ। ଆର ଅର୍ଥ ହଉଛି ତୁମେ ଯେତେବେଳେ ତୁମେ ଗୋଟେ ପ୍ରଶାସନିକ ସେବାରେ ଅଛ ନା, ଯେତେବେଳେ ତୁମେ ସହାନୁଭୂତି ଅଛ, ତୁମ ପାଖରେ ମାନବବାଦୀ ହଉଛି, ତୁମେ ଜନସାଧାରଣଙ୍କୁ ସ୍ୱାର୍ଥ ପାଇଁ କାମ କରୁଛ, ସେତେବେଳେ ତୁମେ ନୈତିକ, ସେତେବେଳେ ତୁମେ ନୈତିକ। କିନ୍ତୁ କିନ୍ତୁ ଯେତେବେଳେ ତୁମେ ବେଣ୍ଡିଂ ଦ ରୁଲ, ରୁଲକୁ ଯେତେବେଳେ ବେଣ୍ଡ କରୁଛ, ସେତେବେଳେ ତୁମେ ଇଲିଗାଲ ହଉଛ। କଣ ହଉଛ? ଇଲିଗାଲ ହଉଛ। ତାକୁ ଏକ୍ସପ୍ଲାନ କରିବାକୁ ତମକୁ କୁହାଯାଇଛି ଯେ ଏହା ଏଠାରେ ସୃଷ୍ଟି ହେଉଥିବା ଏହି ଦ୍ୱନ୍ଦ୍ୱକୁ ବ୍ୟାଖ୍ୟା କର ଏବଂ ଏହାର ସମାଧାନ କରିବା ପାଇଁ ଚେଷ୍ଟା କର, ଯେ ଆକ୍ଚୁଆଲି କିଏ ସେ ଠିକ, କଣ କରିବା ଦରକାର, ଆକୁ ନେଇକି ତମମାନଙ୍କୁ ସେଠି କ୍ୱେଶ୍ଚନ ପଚାରିବ। ବୁଝିପାରିଲ ଯେ କେସ୍ ଷ୍ଟଡି କେମିତି ଆସେ? ମୋ ମାଇଣ୍ଡରେ ପୁରା ବ୍ଲାଙ୍କ ଚାଲୁଥିବ, ଆକୁ ମୁଁ କେମିତି ଲେଖିବି, ଇଏ ଶୁଣ ମୁଁ କୋଉଠୁ ଷ୍ଟାର୍ଟ କରିବି, ହଁ କି ନା ମତେ ଖାଲି ଏତିକି କହ। ମାନେ ଦିମାଗ ଚାଲୁଥିବ ମୁଁ କେମିତି ଲେଖିବି, କ୍ୱେଶ୍ଚନ ପଚାରିଲା ଯେତେବେଳେ ତୁମେ ଜଣେ ଅଫିସର ଅଛ, ତୁମେ ଗୋଟେ ଜଣଙ୍କୁ ସାହାଯ୍ୟ କରୁଛ, ସେ ଦୃଷ୍ଟିରୁ ତୁମେ ହଉଛି ଏଥିକାଲ, କିନ୍ତୁ ଯେତେବେଳେ ତୁମେ ରୁଲକୁ ବେଣ୍ଡ କରୁଛ, ତୁମେ ହଉଛି ଇଲିଗାଲ। ଏଇ ଯୋଉ ଡିଲେମା ତମକୁ ଦିଆଗଲା, ଆ ଭିତରୁ କେମିତି ଆମେ ବାହାରିବା, ଏଇ ଯୋଉ କନସେପ୍ଟରୁ ଆମେ କେମିତି ବାହାରିବା, ତ ସେଇ ରିଲେଟେଡରେ ଆଉ ଗୋଟେ କ୍ୱେଶ୍ଚିନ ମୁଁ ତୁମକୁ ଦଉଛି, ଡିଟୋ ଏଇ ଟାଇପର କ୍ୱେଶ୍ଚିନ, ଏଇ ବ୍ୟୁରୋକ୍ରାଟଙ୍କ ଉପରେ କ୍ୱେଶ୍ଚିନ, ଗୋଟେ ପବ୍ଲିକ ଅଫିସର ଉପରେ କ୍ୱେଶ୍ଚିନ, ଯାହାକୁ ନେଇକିରି ମୁଁ ତୁମକୁ ଡିସ୍କସନ କରିବି। ତ ହୋମ ସାଇନ୍ସର ନୋଟ ଆସିବ, ଆସିଗଲା ପିଡିଏଫ ସବୁ ହେଲା, କେସ୍ ଷ୍ଟଡି ସମସ୍ତଙ୍କୁ କ୍ୱେଶ୍ଚିନ ସବୁ ହେଲା। ମୁଁ ଗୋଟେ କେସ୍ ଷ୍ଟଡି ତୁମମାନଙ୍କୁ ଦେଇଛି, ଏ କ୍ୱେଶ୍ଚିନଟାକୁ ସମସ୍ତେ ଶାନ୍ତ ହେଇକି ପଢ, ତାପରେ ତୁମେ ବୁଝିପାରିବ କେମିତି ଲେଖୁଛି। ବଡ କ୍ୱେଶ୍ଚିନ ପଢି ସାରିଲା ମୋତେ ୟେସ୍ ବୋଲି କହିବୁ, ତାପରେ ମୁଁ ଆଗୁଛି। କ୍ୱେଶ୍ଚିନକୁ ସମସ୍ତେ ପଢିବାର ଅଛି, ଯଦି କ୍ୱେଶ୍ଚିନକୁ ନ ପଢି ପାଇଲ, ନ ବୁଝି ପାଇଲ, ତ ଫସିଯିବ। କେସ୍ ଷ୍ଟଡିରେ କ୍ୱେଶ୍ଚିନକୁ ବୁଝିବା ଦରକାର। ଦେଖ ସେ କ୍ୱେଶ୍ଚିନ କଣ କହୁଛି, ବୌଦ୍ଧିକ ଦକ୍ଷତା ଏବଂ ନୈତିକ ଗୁଣ, ମୋରାଲ କ୍ୱାଲିଟି ହଉ ବା ତମର ଯୋଉ ମାନେ ଯୋଉ ଗୋଟେ ଆଜ ଏ ମାନେ ଅଫିସର ହବା ପାଇଁ ତମକୁ ଯୋଉ ଗୁଣ ଦରକାର, ତମ ପାଖରେ ଏଟା ଅଛି, କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ ସହାନୁଭୂତି, ଯାହାକୁ ଆମେ କହୁଛେ ଏମ୍ପାଥି ବୋଲି କହୁଛେ, ଏବଂ କରୁଣା ହେଉଛି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଗୁଣ, ଯାହା ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡ଼ିକର ସମାଧାନ କରିବାରେ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଦକ୍ଷ କରାଏ। ତା ଅର୍ଥ ସେ କହୁଛି ଯେ ଗୋଟେ ସରକାରୀ କର୍ମଚାରୀ ପାଖରେ ବୌଦ୍ଧିକ ଦକ୍ଷତା ଅଛି, ନୈତିକ ଗୁଣ ମଧ୍ୟ ଅଛି, କିନ୍ତୁ ଗୋଟେ ସରକାରୀ କର୍ମଚାରୀ ପାଖରେ ସହାନୁଭୂତି, କରୁଣା, ଯାହାକୁ ଆମେ ଏମ୍ପାଥି ବୋଲି କହୁଛେ, ଯିଏକି ଜଣେ ସରକାରୀ କର୍ମଚାରୀଙ୍କର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡ଼ିକର ସମାଧାନ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଦକ୍ଷ ମାନେ ସାହାଯ୍ୟ କରେ, ହେବାରେ ସାହାଯ୍ୟ କରେ। ଉପଯୁକ୍ତ ଉଦାହରଣ ସହିତ ବ୍ୟାଖ୍ୟା କରନ୍ତୁ।
क्वेश्चन टी बुझी पाइलो जे आमे एठी से क्वेश्चन कराला कोन ना जणे सरकारी कर्मचारी जहाँ पाखे बौद्धिक दक्षता अच्छी और नैतिक गुण अच्छी किंतु तांको पाखे सहानुभूति और करुणा जो आम एम्पाथी बोली कहूँ जहाँकि कौन करा ना कौन प्रोब्लेम को सॉल्यूशन करने हो कि गोटे प्रोब्लेम को सॉल्यूशन करने हो कि कौन गोटे माने नुआ डिसीजन नबार साहाଯ୍य कर केमती मु स्टार्ट फास्ट मुझे इंट्रोडक्शन देली इंट्रोडक्शन तो स्टार्टिंग करिया इंट्रोडक्शन कौन कला जे जो एम्पैथी और कंपेंसेशन जो रोच जहाँ कौन कहूचे सहानुभूति और करुणा जो रोच मेक ए सिविल सर्वेंट मोर इफेक्टिव देयर रूल्स माने माने ताकर जो सहानुभूति और करुणा हेउछि गुरुत्वपूर्ण गुण जहाँ सरकारी कर्मचारी को सेमानकर भूमिकार अधिक प्रभावशाली करिपारे हम पॉजिटिव जाउछि ना आ द्वारा सेमानक आहुरी प्रभावशाली हेइ परिबे तापर से कहूँ यही गुण गुड़िक जहाँ हेल्थ हेल्थ सिविल माने जोटा कि माने जो सोसाइटी जो पर्सन रोचंती व्यक्ति रोचंती से कथा कहूँ ए गुड़िक सरकारी कर्मचारी को सेमानकर सेवा करुवा लोकंकर आवश्यकता एवं चिंता को बुझिबार एवं सही आवश्यकता प्रति अधिक प्रतिक्रियाशील नीति कार्यक्रम विकसित करिबार साहाय्य करे तार तो इनडायरेक्टली तुमको से कहूँ जो पीपुल आर सर्व और पीपुल डेवलपमेंट पॉलिसी जो प्रोग्राम सेटा करिबार तांको साहाय्य करे जोड़ा क्वेश्चन देछि से को मु टिके माने लैंग्वेज को एपर सेपर करिक इंट्रोडक्शन रे लिखि एबे देखिबा स्टेप बाय स्टेप को क्षेत्र रे तांको से साहाय्य करिबा चले तापर कहला जे सहानुभूति करुणा जहाँ हम एम्पाथी बोली पूछे हेल्प सिविल करुणा किपर जन सरकारी कर्मचारी को दक्ष हेबार साहाय्य करे नंबर 1 होची अंडरस्टैंडिंग द नीड ऑफ द पीपल जदि गोटे लोक सरकारी कर्मचारी जन अच्छी जदि से माने ता पाखरे सहानुभूति रहउची आ ता पाखरे करुणा अच्छी ता द्वारा से कौन हो परिबो ना अंडरस्टैंडिंग द नीड ऑफ द पीपल दैट मीन्स लोक मानकर आवश्यकता को से बुझी परिबो सपोज गोटे तुम ऑफिसर ओएस ऑफिसर तुम पाखे करुणा अच्छी तुम पाखे सहानुभूति अच्छी तुम लोक देखिए जापर आपको कौन दरकार ये जिन कौन दरकार ये जिन तुम पाखे बिल्ड हो पार तथ सहानुभूति करुणा सरकारी कर्मचारी को सेमानकर सेवा करुथिबा नागरिक स्थान रे निजको रखिबाकू सुरक्षित रखिबाकू सक्षम करिथाय तथ निजको से जगह रखिकिरी सेमानकर चैलेंजेस आकांक्षा एवं प्रतितात्मक को बुझी थाए बा सेमानकर जोटा को अंडरस्टैंडिंग रहउची सेमानकर जो नीडी रहउची ताको जो चैलेंजेस को रहउची ताको से कोन करे ना सब बुझी पाता पूरा क्लियर हल नंबर 1 पॉइंट जदि गोटे सरकारी कर्मचारी पाखरे कौन आसुची एम्पाथी आसुची बा तुम जो कहूचे कौन ना सहानुभूति बा करुणा आसुची प्रथम होची से कौन होय लोक को भल से बुझी पारे ए जगह तुम निज भाषा रे लिखि परिबो कौन सी असुविधा नहीं गोटे एग्जांपल तुम नै परिबो जे कि उदाहरण स्वरूप जने बेंजवार्ड जे जने इंडियन सिविल सर्वेंट थिले जे कि से सेही टाइप ही काम करथिले तो स्टेप नैथिले गोटे एग्जांपल हिसाब तुम लिखि परिबो तापर ये हूँ प्रथम स्टेप जे कि कौन आसला ना अंडरस्टैंडिंग द नीड ऑफ द पीपल द्वितीय कथा हूँ कौन ना जे आउ कौन तांका पाखरे आसी परिबो ना इफेक्टिव डिसीजन मेकिंग जते गोटे पिले गोटे कर्मचारी पाखरे सहानुभूति और करुणा आसीबो से इफेक्टिव डिसीजन मेकिंग मध्ये नै पाइबो तार तो allow civil servant to consider for the माने जो people माने रहउछंती when making decision आउ माने जो डिसीजन मेकिंग जो पॉलिसी रहउची को पॉलिसी आइले गोटे लोक पई भलो होई परिबो को पॉलिसी आने दर जने माने बेटर होई परिबो से जिंस तांको मध्ये कोन करे ना आईडिया दे थाए एग्जांपल होची जे मैं नै परिबो जे किसी ना भारत मेट्रो मैन हम कहा कहते बिले श्री धरण श्रीधरण ई श्रीधरण तांको मैं कौन कहतो मेट्रो मैन ऑफ इंडिया बिले कहतो जे कि निजर जो पॉलिसी को इम्प्लीमेंट करी दिल्ली रो मेट्रो प्रोजेक्ट को कंप्लीट करथिले तार तो हमें देखिले जदी गोटे कर्म हम तो ये जो छोट छोट एग्जांपल आम ना गोटे मन को आपको टे लिखिले आहरी भल मार्क रही जमी आम देखिले गोटे हूँ अंडरस्टैंडिंग द नीड ऑफ द पीपुल पीपुल अंडरस्टैंडिंग टाक से भलसे बुझी पारती द्वितीय हूँ इफेक्टिव डिसीजन मेकिंग भल डिसीजन नहीं पारे जो कौ पॉलिसी को आनिया दरकार जहाँ द्वारा से माने बेटर हो पारे तापर आसला बिल्डिंग ट्रस्ट
ଆଉ ଗୋଟେ କଣ ଆସିଲା ନା ବିଲ୍ଡିଂ କଣ କରିବେ ନା ଟ୍ରଷ୍ଟ ବିଶ୍ୱାସ ଓ ବିଶ୍ୱସନୀୟତା ନିର୍ମାଣ ବିଶ୍ୱସନୀୟତା ତାର ତ ତୁମେ ଦେଖିଥିବ ବହୁତ ଗଭର୍ଣ୍ଣମେଣ୍ଟ ଚାକିରି ଅଛନ୍ତି ଜଣେ ସିଭିଲ ସର୍ଭେଣ୍ଟ ଅଛନ୍ତି ଲୋକମାନଙ୍କ ଟ୍ରଷ୍ଟ କିଛି ଜିତି ପାରନ୍ତି ଲୋକମାନେ ଦେଖିଲେ ତାଙ୍କୁ ଘୃଣା କରନ୍ତି ହଁ ବିଲ୍ଡିଂ ପବ୍ଲିକ ଟ୍ରଷ୍ଟ ଥ୍ୟାଙ୍କ ୟୁ ଏ ପଏଣ୍ଟକୁ ଲେଖିବ ବିଲ୍ଡିଂ ପବ୍ଲିକ ଟ୍ରଷ୍ଟ ତାକୁ ଦେଖିଲେ ଲୋକମାନେ ଖୁସି ହେଇଯିବେ ଯେ ନାଇଁ ସାର୍ ଜଣକ ବହୁତ ଭଲ ଯିଏକି ଆମ କର୍ମ ତାର ତ ଇଏ ତମ ଭିତରେ ଯେତେବେଳେ ସହାନୁଭୂତି ଏମ୍ପାଥି ସବୁ ଜିନିଷ ରହିବ ଅଲ୍ଟରମେଟିକ ବିଲ୍ଡିଂ ଦ ପବ୍ଲିକ ଟ୍ରଷ୍ଟ ତା ଦ୍ୱାରା କଣ ହେଇପାରିବ ସେ ଜିନିଷ ଟିକେ ବ୍ୟାଖ୍ୟା କରିବ ଯିଏକି ତୁମମାନଙ୍କର କଣ କରିପାରିବ ନା ପବ୍ଲିକ ଟ୍ରଷ୍ଟକୁ ମାନେ ମାନେ ତମେ ଆହୁରି ମାନେ ମଜବୁତ କରିପାରିବ କୌଣସି ଏକ ଏକ୍ସାମ୍ପଲ ନେଇପାରିବ ଯୋଉଠି ଯିଏକି ତୁମର ଡକ୍ଟର ଅଭୟ ବାଙ୍କ ଯିଏକି ଏଇ ସିଭିଲ ସର୍ଭାଣ୍ଟ ଜଣେ ଥିଲେ ଯିଏକି ମାନେ ଯିଏକି ମାନେ ଲୋକମାନଙ୍କର ଟ୍ରଷ୍ଟ ଆଉ ତାଙ୍କର ଯୋଉ ମାନେ ଯୋଉ ଥିଲା ବିଶ୍ୱାସକୁ ଜିତି ପାରିଥିଲେ ଆଚ୍ଛା ତାପରେ ଆସିଲା କଣ ଆଉ କଣ କରିପାରିବ ତୁମେ ନା ସେବା ଏବଂ ନୀତି ଗୁଡ଼ିକ ସୁଦୃଢ଼ କରିବା ସର୍ଭିସ ଆଣ୍ଡ ପଲିସି ଆମେ ଯୋଉ କହୁଛେ ଯେତେବେଳେ ଗୋଟେ ସରକାରୀ ଅଫିସର ପାଖରେ ଏମ୍ପାଥି ଆଉ ତାର ଭିତରେ ଯୋଉ କରୁଣା ଥିବ ସେ ଅଟୋମେଟିକ ଯୋଉ ସର୍ଭିସ ଅଛି ତାକୁ ଦୃଢ଼ କରିପାରିବ ଏବେ ଯୋଉ 5T ମନେ ରଖ 5T ଇଜ ନଟ୍ ଏ ଗୁଡ୍ କନସେପ୍ଟ ସରି ବ୍ୟାଡ୍ କନସେପ୍ଟ 5T ଗୋଟେ ବ୍ୟାଡ୍ କନସେପ୍ଟ ନଥିଲା କିନ୍ତୁ ତାର ଇମ୍ପ୍ଲିମେଣ୍ଟେସନଟା ଭୁଲ ଥିଲା ତାର ବ୍ୟବହାରଟା ଭୁଲ ଥିଲା ଯଦି ପ୍ରତ୍ୟେକ ମାନେ ସରକାରୀ କର୍ମଚାରୀ ପ୍ରତ୍ୟେକ ସିଭିଲ ସର୍ଭାଣ୍ଟ ଯଦି ପର୍ଟିକୁଲାର ସେ ରୁଲକୁ ସେ ନିୟମକୁ ସଠିକ ଭାବରେ ଯଦି ବ୍ୟବହାର କରିଥାନ୍ତେ ସଠିକ ଭାବରେ ଯଦି ବ୍ୟବହାର କରିଥାନ୍ତେ ତାହେଲେ କଣ ହେଇଥାନ୍ତା କଣ ହେଇଥାନ୍ତା ଗୋଟେ ପଲିସିଟା ସହଜରେ ସମସ୍ତଙ୍କ ପାଖକୁ ପହଞ୍ଚି ପାରିଥାନ୍ତା ତୁମେ ଏଇଠି ଏକ୍ସାମ୍ପଲ ହିସାବରେ ଲେଖିପାରିବ ଯେ ମାନେ 5T ର ମାନେ ଉଚିତ ମାନେ ମାନେ ବ୍ୟବହାର ନ ହେଇଥିବାରୁ ଆମେ ସେଟାର ସଠିକ ବ୍ୟବହାର ଆମେ କରିପାରିନଥିଲେ ନେଗେଟିଭ ଜିନିଷ ଯଦି ନ ଲେଖିବ କୌଣସି ପଜିଟିଭ ଜିନିଷ ଲେଖିପାରିବ ସପୋଜ ଗୋଟେ କାଳିଆ ଯୋଜନାର ଗୋଟେ ଏକ୍ସାମ୍ପଲ ଦେବ ଯେ କି এই ଯୋଜନାକୁ ଆମେ ମାନେ କଣ ଆସିଲା ନା ମାନେ ସେବା ଓ ନିୟମ ଗୁଡ଼ିକୁ ଦୃଢ କରିବା ଯଦି ଆମେ କାଳିଆ ଯୋଜନାକୁ ଆମେ ଦୃଢ କରିଥିବାରୁ ସମସ୍ତଙ୍କୁ ସମାନ ଏମାଉଣ୍ଟର ସବୁ ଜିନିଷ ମାନେ ଇକ୍ୱାଲି ଯାହାକୁ ଦରକାର ସେ ଜିନିଷ ପାଇପାରିବ ଏ ଜିନିଷ ମାଇଣ୍ଡକୁ ଆସିବା ଦରକାର ଆଉ ଗୋଟେ କଣ କହିପାରିବ ଷ୍ଟ୍ରଙ୍ଗ ରୁଲ ଓକେ ତାପରେ ଆସିଲା ଦ୍ୱନ୍ଦ୍ୱ ସମାଧାନ ସମସ୍ୟା ସମାଧାନ ଯାହାକୁ ଆମେ କହୁଛୁ ମାନେ କହୁଛୁ କନଫ୍ଲିକ୍ଟ ବୋଲି କହୁଛେ ବା କୌଣସି ପ୍ରୋବ୍ଲେମ ସଲଭିଂ ଆମେ କରିପାରିବା ସପୋଜ ତମ ମାଇଣ୍ଡରେ ଗୋଟେ ଜିନିଷ ଆରାମସେ ଗୋଟେ କଣ ମାନେ କଣ କହିଲ ତୁମେ ଗୋଟେ ଅଫିସର ଅଛ ତମ ଭିତରେ ଏମ୍ପାଥି ଅଛି ତମ ଭିତରେ ସହାନୁଭୂତି ଅଛି ତୁମେ ଗୋଟେ ପ୍ରୋବ୍ଲେମକୁ ଆରାମସେ ସମାଧାନ କରିପାରିବ କୌଣସି କ୍ଷେତ୍ରରେ ତ ଏ ଜିନିଷ ତମ ପାଖରେ ବିଲ୍ଡ ହେଇପାରିବ ତାହେଲେ ଆମେ ଏଠି କଣ ଦେଖିଲେ ଯଦି ଗୋଟେ ମାନେ ସିଭିଲ ସର୍ଭାଣ୍ଟ ହଉ ବା କୌଣସି ଗୋଟେ ସରକାରୀ କର୍ମଚାରୀ ପାଖରେ ସହାନୁଭୂତି ଆଉ ତା ପାଖରେ କଣ ରହୁଛି ନା ତା ପାଖରେ ଏମ୍ପାଥି ରହୁଛି ତାହେଲେ ସେ କଣ କଣ ସବୁ କରିପାରିବ ପ୍ରଥମ ହଉଛି ଅଣ୍ଡରଷ୍ଟାଣ୍ଡ ଦ ନିଡ ଅଫ ଦ ପିପୁଲ ତାପରେ ଆସି ମାନେ ଇଫେକ୍ଟିଭ ডিসিশন মেকিং তার ହେଇପାରିବ ବିଲ୍ଡିଂ ଟ୍ରଷ୍ଟ ପବ୍ଲିକ ଟ୍ରଷ୍ଟକୁ ସେ ବିଲ୍ଡିଂ କରିପାରିବ ସର୍ଭିସ ଆଉ ପଲିସିକୁ ଠିକ ଭାବରେ ଇମ୍ପ୍ଲିମେଣ୍ଟେସନ କରିପାରିବ ଆଉ ଇଫେକ୍ଟିଭ କଣ ଆସିଲା ନା ମାନେ ପ୍ରୋବ୍ଲେମ ସଲଭିଂ ତୁମର ଅଛି କନଫ୍ଲିକ୍ଟ ର ପ୍ରୋବ୍ଲେମ ସଲଭିଂ ଯୋଉ ପ୍ରୋବ୍ଲେମ ଅଛି ତାକୁ ମଧ୍ୟ ସେ ସଲ୍ଭ କରିପାରିବ ଏସବୁ ଜିନିଷ ସେ କରିପାରିବ ତାପରେ ଲାଷ୍ଟ କନକ୍ଲୁଜନ ରଖିବ ଯୋଉଟା ତୁମ ଭାଷା ଟିକେ ରଖିବ ଯେ ଆକ୍ଚୁଆଲି ଯେ ଜଣେ ପବ୍ଲିକ ସର୍ଭାଣ୍ଟ ବା ଜଣେ ଅଫିସର ଯଦି ନିଜ ପାଖରେ ଏଇ ଗୁଣକୁ ସେ ରଖୁଛି ସହଜରେ ସେ ଲୋକମାନଙ୍କ ପାଇଁ ଏଇ ଜିନିଷ କରିପାରିବ ଏଇଠି ଗୋଟେ ଜିନିଷ ତମମାନଙ୍କୁ କହିବାକୁ ଚାହୁଁଛି ଗୋଟେ ସେକେଣ୍ଡ ବହୁତ ସାରା ପିଲା କନଫ୍ୟୁଜନ ହେଇଯାଉଛ ଯେ ବର୍ତ୍ତମାନ ମୁଁ ତୁମକୁ ଯୋଉ କ୍ଲାସ ନେଲି ତାକୁ ମୁଁ କୋଉ କୋଉ ଫାଇଲରେ ଅପଲୋଡ କରିବି ତ ଯୋଉମାନେ 25 ବ୍ୟାଚରେ ଅଛ ସେଥିରେ ଅପଲୋଡ ହବ ବା ଯୋଉମାନେ ରାପିଡ ଫାୟାର ପିଲା ଯୋଉମାନେ ଏବେ ମେନ୍ ଏକ୍ସାମ ଦେବ ସେଥିରେ ବି ଅପଲୋଡ ହବ ଆଉ ପୁରୁଣା ପିଲା ଯୋଉମାନେ ଆଦିତ୍ୟ ଏକାଡେମୀ ଆପ୍ଲିକେସନ ଡାଉନଲୋଡ କରି ଜଏନ କରିଛ ସେଇଥିରେ ସବୁ ଜିନିଷ ପାଇଛ ଓକେ ଆଉ କାହାର କିଛି ଡାଉଟ୍ ଅଛି ଏବେ ମୁଁ ଟ୍ରାଏ କରିବି ସବୁବେଳେ କିଛି କିଛି କେସ୍ ଷ୍ଟଡି ସହିତ ଡିସ୍କସନ କରିବା ପାଇଁ ଯୋଉଟା କି ତୁମକୁ ସାହାଯ୍ୟ କରିବ ଧୀରେ ଧୀରେ ମାଇଣ୍ଡରେ କଣ ହବ ନା ଗୋଟେ ଜିନିଷ ଆଇଡିଆ କ୍ରିଏଟ ହବ ନା ମତେ ଏଇଭଳି ଜିନିଷ କରିବାର ଅଛି ଆଟଲିଷ୍ଟ ଆମ ହାତରେ 50 ଡେଜ ପାଖାପାଖି ଟାଇମ୍ ଅଛି 50 ଡେଜରେ ଅତି କମ ମତେ 25 ରୁ 20ଟାରୁ 25 ରୁ 30ଟା କେସ୍ ଷ୍ଟଡି କରିବାର ଅଛି ଯଦି 20ରୁ 25ଟା କେସ୍ ଷ୍ଟଡି ତମେ କରିଦଉଛ ଆରାମସେ ତମେ 150 ମାର୍କରୁ 100+ ସେଉଠୁ ନେଇ ଆସିବ 150 ମାର୍କରୁ 100+ ତମେ ସେଇଠୁ ନେଇ ଆସିବ କେସ୍ ଷ୍ଟଡି ସେମିତି ନେସେସରି ଡାଇଗ୍ରାମ ନୁହେଁ